କାହାଣୀ ହେଉଛି ବଉଳା ଗାଈ ଓ ବାଘ ମାମୁର। ଚନ୍ଦନପୁର ଗ୍ରାମରେ ଗୋପାଳ ବୋଲି ଗୋଟେ ଲୋକ ରହୁଥିଲା। ଗୋପାଳ ବଉଳା ନାମରେ ଗୋଟେ ଗାଈଟେ ରଖିଥିଲା। ବଉଳା ଦେଖିବାକୁ ଯେମିତି ଶାନ୍ତ ସରଳ ଆଉ ସୁଧାର ମଧ୍ୟ ଥିଲା। ବଉଳାର ଗୋଟେ ସୁନ୍ଦର ଗୁଲଗୁଲିଆ ବାଛୁରୀ ଛୁଆଟେ ମଧ୍ୟ ଥିଲା। ତା ନାଁ ଥିଲା ଚାନ୍ଦ। ବଉଳା ସବୁଦିନ ଜଙ୍ଗଲକୁ ଯାଏ ଚରିବା ପାଇଁ। ବଉଳା ଜଙ୍ଗଲରୁ ଚରାବୁଲା ସାରି ଘରକୁ ଫେରିଲେ ଚାନ୍ଦର ଖୁସି କହିଲେ ନ ସରେ। ଚାନ୍ଦ ତା ମା ବଉଳା ପାଖରେ ବହୁତ ଗେଲ ହୁଏ। ବଉଳାକୁ ଦେଖିଲେ ଯେମିତି ଚାନ୍ଦକୁ ସବୁକିଛି ମିଳିଯାଇଛି, ତାର ଆଉ କେବେ କିଛି ଦରକାର ନାହିଁ। ଏମିତି କିଛି ଦିନ ଗଲା ପରେ ବଉଳା ସବୁଦିନ ପରି ଜଙ୍ଗଲକୁ ଚରିବା ପାଇଁ ଯାଇଥିଲା। ହେଲେ ଜଙ୍ଗଲରେ ଚରୁ ଚରୁ ସେ ଜଙ୍ଗଲର ବହୁତ ଭିତରକୁ ଚାଲି ଯାଇଥିଲା। ହେଲେ ସେତେବେଳକୁ ବହୁତ ସନ୍ଧ୍ୟା ହେଇଗଲାଣି। ବଉଳା ତାର କଅଁଳା ବାଛୁରୀ କଥା ମନେ ପଡ଼ିଗଲା। ସେ ଚାନ୍ଦ କଥା ଭାବି ଭାବି ଜଙ୍ଗଲରୁ ଘରକୁ ଆସୁଥାଏ। ହଠାତ୍ ଗୋଟେ ଗର୍ଜନ ଶୁଭିଲା। ଆଉ ଦେଖୁ ଦେଖୁ ବାଘ ହାବୁଡ଼ରେ ପଡ଼ି ଯାଇଥିଲା। ଏ ବଉଳା, ଏତେ ତର ତର ହେଇ କୁଆଡ଼େ ଯାଉଛୁ? ଆଜି ମୁଁ ତତେ ଖାଇବି। ନାଇଁ ନାଇଁ ବାଘ ଭାଇ, ସେ କଥା କୁହନି, ମତେ ଛାଡ଼ି ଦିଅ। ଛାଡ଼ିଦେବି? ଏତେ ଦିନ ପରେ ମତେ କେତେ ସୁନ୍ଦର ଖାଇବା ମିଳିଛି, ମୁଁ ଛାଡ଼ିଦେବି? ମୁଁ ଆଜି ତତେ ଖାଇବି। ଦେଖ ବାଘ ଭାଇ, ମୁଁ ମୋ ପାଇଁ ଚିନ୍ତା କରୁନି, ମୁଁ ଚିନ୍ତା କରୁଛି ମୋ ଚାନ୍ଦ ପାଇଁ। ମୋ ଚାନ୍ଦ ସେଠି କେତେ ବ୍ୟସ୍ତ ହଉଥିବ ମତେ ନ ପାଇ। ମତେ ତମେ ଏବେ ଛାଡ଼ି ଦିଅ। ମୁଁ ଶେଷ ଥର ପାଇଁ ମୋ ଚାନ୍ଦକୁ ଟିକେ ଦେଖା କରି ଆସିବି। ମୁଁ ପୁଣି ତମ ପାଖକୁ ଚାଲି ଆସିବି, ତାପରେ ତମେ ମତେ ଖାଇବ। ମତେ କଣ ବୋକା ଭାବିଛୁ? ତୁ ଏବେ ଚାଲିଯିବୁ ଆଉ ପୁଣି ଆସିବୁ, ଆଉ ଆସିଲେ ମୁଁ ତତେ ଖାଇବି। ମୁଁ ତତେ ଏବେ ଖାଇବି। ମତେ ବିଶ୍ୱାସ କର ବାଘ ଭାଇ, ମୁଁ କଥା ଦଉଛି, ମୁଁ ମୋ ଚାନ୍ଦକୁ ଥରେ କ୍ଷୀର ଦେଇ ତାକୁ ଟିକେ ମନ ପୂରେଇ ଗେଲ କରି ପୁଣି ତମ ପାଖକୁ ଫେରି ଆସିବି। ବଉଳାର ଏଇ କଥା ଶୁଣି ବାଘ ମନରେ ଦୟା ପଶିଲା। ବାଘ କହିଲା, ହଉ ଠିକ ଅଛି, ତୁ ଯା। ହେଲେ ତୋ ପିଲାକୁ କ୍ଷୀର ଦେଇ ସାରିବା ପରେ ତୁ ମୋ ପାଖକୁ ଚାଲି ଆସିବୁ, ଆଉ ମୁଁ ଏଇଠି ତତେ ଅପେକ୍ଷା କରିଥିବି। ବାଘର ଏଇ କଥା ଶୁଣି ବଉଳା ଘରକୁ ଫେରିଲା। ଚାନ୍ଦ ବଉଳାକୁ ଦେଖି ଭାରି ଖୁସି ହେଇଗଲା, ଆଉ କହିଲା, ମା, ତୁ ଏତେ ରାତି ହେଲାଣି, ତୁ କୁଆଡ଼େ ଯାଇଥିଲୁ? ମୁଁ ତତେ କେତେ ଖୋଜିଲିଣି। ଚାନ୍ଦର କଥା ଶୁଣି ବଉଳା କିଛି କହୁନଥାଏ। ବଉଳା ଚାନ୍ଦକୁ ବହୁତ ଗେଲ କଲା, ଆଉ ଚାନ୍ଦ ତା ମା ଠାରୁ କ୍ଷୀର ପିଇଲା। ବଉଳା କହିଲା, ଦେଖ ଚାନ୍ଦ, ତୁ ବଡ଼ ହେଇଗଲୁଣି, ସବୁ କିଛି ବୁଝିଲୁଣି। ମୁଁ ଥାଏ କିମ୍ବା ନଥାଏ ତୋ ପାଖରେ, ତୁ ଦୁଷ୍ଟାମି କରିବୁନି। ଚାନ୍ଦ ତା ମାଆର କଥା କିଛି ବୁଝିପାରୁନଥାଏ। ବଉଳା କହୁଛି, ଆଜି ମୁଁ ବଞ୍ଚିଛି, କାଲି ହୁଏତ ନଥିବି। ତୁ ଦୁଷ୍ଟାମି ଜମା ହବୁନି। କଥା ଦେ ମତେ ମୋ ଧନ। ଏମିତି କେତେ କଥା କହୁଥାଏ ଚାନ୍ଦକୁ। ଆଉ ଚାନ୍ଦ ତା ମାଆର କଥା କିଛି ବୁଝିପାରୁନଥାଏ। ସେ ତା ମା ସହ ଖେଳିବାରେ ବ୍ୟସ୍ତ ଥାଏ। ଏମିତି କିଛି ସମୟ ଖେଳିବା ପରେ ଚାନ୍ଦ ଶୋଇପଡ଼ିଲା। ରାତି ମଧ୍ୟ ହୋଇଯାଇଥାଏ। ବଉଳା ସତ୍ୟ ରକ୍ଷା କରିବା ପାଇଁ ବାହାରି ପଡ଼ିଲା ଜଙ୍ଗଲକୁ। ମନେ ମନେ ଭଗବାନଙ୍କୁ ଡାକୁଥାଏ, ହେ ପ୍ରଭୁ ଜଗନ୍ନାଥ, ମୋ ଚାନ୍ଦକୁ ତମେ ହିଁ ସାହା ଭରସା।
ଏମିତି କହି କହି ବଉଳା କାନ୍ଦି କାନ୍ଦି ଜଙ୍ଗଲକୁ ଚାଲିଥାଏ। ବାଘ ବଉଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଏ ମୁଁ କ'ଣ ଦେଖୁଛି? ସତରେ ବଉଳା କ'ଣ ମୋ ପାଖକୁ ଆସୁଛି? ବଉଳା ଆସି ବାଘ ପାଖରେ ପହଞ୍ଚି ଯାଇଥିଲା। ବାଘ ମଧ୍ୟ ବଉଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବାଘ ମନ ଭିତରେ ଦୟା ଆସିଲା। ବଉଳାର ସତ୍ୟ ରକ୍ଷା ଦେଖି ବାଘ କହିଲା, ଏ ବଉଳା, ତୁ ଜାଣିଛୁ ମୁଁ ତତେ ଖାଇବି ବୋଲି? ଜୀବନ ପ୍ରତି ଲୋଭ ନାହିଁ ତୋର? ପୁଣି କାହିଁକି ଆସିଲୁ? ବଉଳା କହିଲା, ବାଘ ଭାଇ, ତୁମକୁ ମୁଁ ସତ୍ୟ କରିଥିଲି ଫେରିବି ବୋଲି। ଏବେ ମୋତେ ତୁମେ ଖାଇପାରିବ। ଧନ୍ୟ ତୁ ବଉଳା, ଧନ୍ୟ। ତୋର ସତ୍ୟ ମାତୃତ୍ୱ ଉପରେ ଆଜି ମୋ ଭୋକ ହାର ମାନିଛି। ଯା ବଉଳା, ଯା, ତୁ ଘରକୁ ଫେରିଯା। ତୋ କୁନି ଛୁଆ ପାଖରୁ ତତେ ଅଲଗା କରି ମୁଁ ପାପୀ ହେବାକୁ ଚାହୁଁନି। ଯା ବଉଳା, ତୁ ଫେରିଯା ତୋ ଘରକୁ। ହେଲେ ଜଙ୍ଗଲକୁ ଆଉ କେବେ ଆସିବୁନି ତୁ। ବଉଳା କହିଲା, ଠିକ୍ ଅଛି ବାଘ ଭାଇ, ଆଜି ତମେ ଗୋଟେ ଭାଇର କର୍ତ୍ତବ୍ୟ କରିଛ। ସମାଜକୁ ଭଲ ଶିକ୍ଷା ଦେଇଛ। ଗୋଟେ ଭାଇ ଗୋଟେ ଭଉଣୀର ସବୁବେଳେ ଏମିତି ରକ୍ଷା କରିବା ଉଚିତ। ଏ ଗପଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ପୁଣି ଫେରିବି ଆଉ ଏକ ନୂଆ ସୁନ୍ଦର କାହାଣୀ ନେଇ। ରହୁ